Hello everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି 6th ସେମିଷ୍ଟର DSC ପେପର 3 ସିଲାବସ୍। ୟୁନିଟ୍ 1 ଜଗନ୍ନାଥ ଜଣାଣ କବିସୂର୍ଯ୍ୟ ବଳଦେବ ରଥ। କ୍ୱେଶ୍ଚନ୍ ନମ୍ବର 1, ସ୍ରଷ୍ଟା କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ଜଗନ୍ନାଥ ଜଣାଣର ସାରମର୍ମ ନିଜ ଭାଷାରେ ଉଲ୍ଲେଖ କର। ଅଷ୍ଟାଦଶ ଶତାବ୍ଦୀ ଶେଷ ଭାଗର କବି ହେଉଛନ୍ତି କବିସୂର୍ଯ୍ୟ ବଳଦେବ ରଥ। ତାଙ୍କର ରଚିତ ଜଣାଣ ଜଗନ୍ନାଥ ଜଣାଣ ଏକ ଭକ୍ତି ରସାତ୍ମକ ଅମ୍ଳାନ କୃତି। ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ବିପଦ ସମୟରେ ସେ ଭକ୍ତର ସାହା ଭରସା ହୋଇଥାନ୍ତି। ଶ୍ରୀ ଜଗନ୍ନାଥଙ୍କ ଦୃଷ୍ଟିରେ ସମସ୍ତେ ସମାନ। ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାନ୍ତି। ମାତ୍ର କବି ଜଗନ୍ନାଥଙ୍କ ପକ୍ଷପାତ ରୀତିକୁ ଉପଲବ୍ଧି କରି ନିଜର ଅଭିମାନକୁ ଜାହିର କରିବା ପୂର୍ବକ କ୍ଷୋଭ ପ୍ରକାଶ କରିଛନ୍ତି। କ୍ଷୀର ସମୁଦ୍ର ସାଇ ଭଗବାନ ଜଗନ୍ନାଥଙ୍କୁ କବି ବ୍ୟାକୁଳ କଣ୍ଠରେ କେତେକ ପ୍ରଶ୍ନ ପଚାରି ନିଜର ମନକୁ ହାଲୁକା କରିଛନ୍ତି। କବି ବଳଦେବଙ୍କର ଜଗନ୍ନାଥ ପ୍ରତି ଭକ୍ତିଭାବ କେବେ ଊଣା ନଥାଏ, ଅଥଚ ସେ ତାଙ୍କ ପ୍ରତି ନିର୍ଦ୍ଦୟ ଥିବା ହୃଦୟଙ୍ଗମ କରି ମନ ଭିତର କ୍ଷୋଭକୁ ପ୍ରଶ୍ନ ମାଧ୍ୟମରେ ପ୍ରଚାରିତ କରିଛନ୍ତି ବା ପଚାରିଛନ୍ତି। ଅରଣ୍ୟରେ ବ୍ୟାଧ କବଳରେ ପଡ଼ିଥିବା ମୃଗୁଣୀକୁ ଉଦ୍ଧାର କରି ଜଗନ୍ନାଥ ଭକ୍ତର ଅନୁରୋଧକୁ ରକ୍ଷା କରିଛନ୍ତି। ସେ କେବଳ ତାଙ୍କ ପାଦ କମଳରେ ଧ୍ୟାନ କରିଥିବା ନଜିର ରହିଛି। ସେହିପରି ଗଭୀର ଜଳରେ ଗଜ କୁମ୍ଭୀର କବଳରେ ପଡ଼ି ଆର୍ତ୍ତନାଦ କରୁଥିବା ସମୟରେ ତାର ଡାକ ଶୁଣି ତାକୁ ମଧ୍ୟ ଉଦ୍ଧାର କରିଛନ୍ତି। ଏଣୁ କବିଙ୍କର ଭାଷାରେ କୁମ୍ଭୀର ଗ୍ରାସନ୍ତେ ଗାତ୍ର ଜନେ କହିବାରେ ଅନେକ ପରଜା ମନେ କଲା ସିନା ମାତ୍ର। କବି ଭାବନାରେ ସେ ମଧ୍ୟ ନାମକୁ ମାତ୍ର ଜଗନ୍ନାଥକୁ ସ୍ମରଣ କରି ବିପଦ ମୁକ୍ତ ହୋଇଥିଲା। କେବଳ ସେତିକି କାହିଁକି, କୁରୁ ସଭା ତଳେ ଦୁଃଶାସନ ଦ୍ୱାରା ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ ତୁମେ ମଧ୍ୟ ତାକୁ କଟି ବସ୍ତ୍ର ପ୍ରଦାନ କରି ଭକ୍ତର ମନୋରଞ୍ଜନ କରିବାର ପୌରାଣିକ ନଜିର ରହିଛି। ହୁଏତ ସେ ମଧ୍ୟ ଜଗନ୍ନାଥଙ୍କୁ ଧ୍ୟାନ କରି ତାର ସମ୍ମାନ ରକ୍ଷା କରିପାରିଥିଲା। ଏ ପରିପ୍ରେକ୍ଷୀରେ କବିଙ୍କର ଅଭିମାନ ଏହିକି ଯେ ଏତେ ବଡ଼ ବିପଦରୁ ଭକ୍ତଙ୍କୁ ରକ୍ଷା କରିପାରିଲ, ଅଥଚ ମୁଁ ତୁମର ଭକ୍ତ ହୋଇ ତୁମର ଅପାର କରୁଣାରୁ ବଞ୍ଚିତ ହେବାର କାରଣ କ'ଣ? ଏହାଦ୍ୱାରା କବିଙ୍କର ଜଗନ୍ନାଥଙ୍କ ପ୍ରତି କ୍ଷୋଭ ସ୍ପଷ୍ଟ ହୋଇଛି। ଯୁଗେ ଯୁଗେ ଭକ୍ତଙ୍କ ପ୍ରତି ଅପାର କରୁଣା ଥିବା କବି ସ୍ମରଣକୁ ଆଣିଛନ୍ତି। ଦ୍ୱାପର ଯୁଗରେ କଂସର ମାଲ୍ୟାଣୀ କୁବ୍ଜା ଶ୍ରୀକୃଷ୍ଣଙ୍କୁ ନିଧନ କରି ତାକୁ ମୁକ୍ତି ପ୍ରଦାନ କରିଥିଲେ। ସେହିପରି ଅନ୍ଧ ପୁତ୍ରକୁ ଶ୍ରୀକୃଷ୍ଣ ମାଡ଼ ମାରି ତାର ପିତାଙ୍କୁ ଚକ୍ଷୁ ପ୍ରଦାନ କରିବାର ପୌରାଣିକ ନଜିର ରହିଛି। କୁବେରଙ୍କ ପୁତ୍ର ନଳ ଓ ମଣିଗ୍ରୀବ ନାରଦଙ୍କ ଠାରୁ ଅଭିଶାପ ପାଇ ଜାମଳାର୍ଜୁନ ବୃକ୍ଷରେ ପରିଣତ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା ସମୟରେ ମାତା ତାଙ୍କୁ ଦୁଷ୍ଟାମି
ହେତୁ ଜାମାଳ ବୃକ୍ଷରେ ବାନ୍ଧି ଦେଇଥିଲେ। ଫଳରେ ଜାମାଳ ବୃକ୍ଷ ଉପୁଡ଼ି ଉଠିବାରୁ ସେ ଦୁହେଁ ଶାପମୁକ୍ତ ହୋଇ ପୁନଃ ମାନବ ଜନ୍ମ ପାଇଥିଲେ। ଭଗବାନ ନୃସିଂହ ଅବତାରରେ ଦାନବ ହିରଣ୍ୟକଶିପୁ ଦ୍ୱାରା ଅତ୍ୟାଚାରିତ ପ୍ରହ୍ଲାଦକୁ ସ୍ତମ୍ଭରୁ ବାହାରି ଉଦ୍ଧାର କରିଥିଲେ। ଅଭିଶପ୍ତ ପାଷାଣୀ ଅହଲ୍ୟାକୁ ଭଗବାନ ରାମ ଅବତାରରେ ତାଙ୍କ ପଦସ୍ପର୍ଶ ଦେଇ ତାକୁ ଉଦ୍ଧାର କରିଥିଲେ। କେବଳ ସେତିକି କାହିଁକି, କୃଷ୍ଣ ଅବତାରରେ ଭଗବାନ ସଖା ଦରିଦ୍ର ସୁଦାମାକୁ କୋଟିପତି କରାଇଥିଲେ। କବି ଜଗନ୍ନାଥଙ୍କ ଭକ୍ତ ହେଲେ ମଧ୍ୟ ସେ ଅନ୍ୟାନ୍ୟ ଭକ୍ତଙ୍କ ପରି ନିଜର ଦୁଃଖ ଜଣାଇ ବିଫଳ ହୋଇଛନ୍ତି। ତାଙ୍କ ଭାବନାରେ ଶ୍ରୀ ଜଗନ୍ନାଥଙ୍କ ଅହେତୁକ ଅନୁଗ୍ରହ ଲାଭ କରି ଭକ୍ତମାନେ ଅତୀତରେ ନିଜର ଦୁଃଖ ଦୁର୍ଦ୍ଦଶାକୁ ଭୁଲି ସମ୍ମାନିତ ହୋଇଛନ୍ତି। ଅଥଚ ସେ ଜଗନ୍ନାଥଙ୍କ ପରମ ଭକ୍ତ ହୋଇ ମଧ୍ୟ ଦୁଃଖରେ କାଳାତିପାତ କରୁଛନ୍ତି। ସେଥିପାଇଁ ଜଗନ୍ନାଥଙ୍କ ପ୍ରତି କବିଙ୍କର କ୍ଷୋଭଜାତ ଦୁର୍ବିସହ ହୋଇପଡ଼ିଛି। ପୁନଶ୍ଚ ସେ କହିଛନ୍ତି ଯେ ପାପୀଜନ ଭଗବାନ କ'ଣ ଜାଣନ୍ତି ନାହିଁ, ଅଥଚ ଠାକୁର ନାମଧାରୀ ନିଜ ପୁତ୍ର ନାମଧାରୀ ଜୀବନ ଜଞ୍ଜାଳରୁ ମୁକ୍ତି ପାଇଥାନ୍ତି। ଭକ୍ତ ଅଜାମିଳ ବୃତ୍ତାନ୍ତ ଏହାର ଦୃଷ୍ଟାନ୍ତ ମାତ୍ର। ଅଜାମିଳର ମୃତ୍ୟୁରେ ସେ ବିଷ୍ଣୁ ନାମ ଜପିବାରେ ବିଷ୍ଣୁ ଦୂତମାନେ ତାହାର ଆତ୍ମାକୁ ଯମଙ୍କଠାରୁ ନେଇଯିବାର ଦୃଷ୍ଟାନ୍ତ ରହିଛି। ଭକ୍ତ କବିସୂର୍ଯ୍ୟ ଜଗନ୍ନାଥଙ୍କୁ ବିଭିନ୍ନ ଦୃଷ୍ଟାନ୍ତ ଦେଇ ନିଜର ଭକ୍ତି ଅର୍ଘ୍ୟ ପ୍ରଦାନ ପୂର୍ବକ ଆକୁଳ ନିବେଦନରେ ଦୁଃଖ ଜଣାଇ ଏହି ଭବସାଗରରୁ ପାରି ହେବା ହେଉଛି ଏହି ଜଣାଣର ମର୍ମବାଣୀ। କାରଣ ତାଙ୍କର ଏକମାତ୍ର ମୁକ୍ତିଦାତା ହେଉଛନ୍ତି ସ୍ୱୟଂ ଜଗନ୍ନାଥ, ଯାହାକି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହାଦ୍ୱାରା କବିଙ୍କର ଜଗନ୍ନାଥଙ୍କ ପ୍ରତି ନିଜର ଭକ୍ତିମତା ପ୍ରକାଶ ପାଇଛି। କ୍ୱେଶ୍ଚନ୍ ନମ୍ବର 2, ଜଗନ୍ନାଥ ଜଣାଣ କବିତାରେ ପୌରାଣିକ ଆଖ୍ୟାନ କାହାଣୀ କିମ୍ବଦନ୍ତୀର ମଞ୍ଜୁଳ ସମନ୍ୱୟ ଘଟିଛି, ଆଲୋଚନା କର। କବିସୂର୍ଯ୍ୟ ବଳଦେବ ରଥ ଓଡ଼ିଆ ସଙ୍ଗୀତ ଜଗତର ଶେଷ ରଶ୍ମି ରୂପେ ପ୍ରତିଭା ହୋଇଛି। ତାଙ୍କର ରଚିତ ବିଭିନ୍ନ ଜଣାଣ ଭଜନ ମାଧ୍ୟମରେ କବିଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିମତାର ପରିଚୟ ମିଳିଛି। ଆଲୋଚ୍ୟ ଜଗନ୍ନାଥ ଜଣାଣ କବିଙ୍କର ଏକ କ୍ଷୁଦ୍ର ଜଣାଣ ହେଲେ ହେଁ ଏଥିରେ ବିଭିନ୍ନ ପୌରାଣିକ କାହାଣୀ ଓ କିମ୍ବଦନ୍ତୀର ମଞ୍ଜୁଳ ସମନ୍ୱୟ ଘଟିଛି। ଏହାଦ୍ୱାରା କବିଙ୍କର ପୌରାଣିକ ଜ୍ଞାନ ସମ୍ବନ୍ଧରେ ପାଠକେ ଅବହିତ ହୋଇଛନ୍ତି। ଉକ୍ତ କବିତାରେ ଜଗତର ନାଥ ଜଗନ୍ନାଥ କିପରି ନିଜର ଭକ୍ତମାନଙ୍କୁ ବିପଦରୁ ରକ୍ଷା କରି ଭକ୍ତମାନଙ୍କ ମନୋବଳକୁ ସୁଦୃଢ଼ କରିଛି, ତାର ନିଚ୍ଛକ ଅଭିବ୍ୟକ୍ତି ହେଉଛି ଏହି କବିତାର ମର୍ମବାଣୀ। ଯୁଗେ ଯୁଗେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତର ଅଧୀନ। ସେ ଭକ୍ତର ମନୋବାଞ୍ଛା ପୂରଣ କରିବାରେ ସମର୍ଥ ହୋଇପାରିଛନ୍ତି। ଯେତେବେଳେ ଭକ୍ତ ବିପଦରେ ପଡ଼ିଥାଏ ସେ ସେଥିରୁ ମୁକ୍ତି ପାଇବା ନିମନ୍ତେ ନିଜକୁ ତାଙ୍କ ନିକଟରେ ସମର୍ପଣ କରିଦିଏ। ଏହା ଫଳରେ ଜଗନ୍ନାଥ ତାର ମନୋବାଞ୍ଛା ପୂରଣ କରିଥାନ୍ତି। କିନ୍ତୁ କବି ବଳଦେବ ଜଗନ୍ନାଥଙ୍କ ଭକ୍ତ ହେଲେ ହେଁ ନିଜ ମନୋବାଞ୍ଛା ପୂରଣରେ ବିଫଳ ମନୋରଥ ହୋଇ ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣାଇଛନ୍ତି। ପ୍ରକାରାନ୍ତରେ ନିଜର କ୍ଷୋଭ ଅଭିମାନକୁ କବି କେତେକ ପ୍ରଶ୍ନ ମାଧ୍ୟମରେ ଜଗନ୍ନାଥଙ୍କୁ ପଚାରିଛନ୍ତି। ଜଗନ୍ନାଥ ହିଁ ତାଙ୍କର ସାହା ଭରସା ଓ ଜୀବନର ମୁକ୍ତି ପ୍ରଦାୟିନୀ। ସେ ଭବ ସଂସାରରୁ
ମୁକ୍ତି ଲାଭ କରିବା ନିମନ୍ତେ ଜଗନ୍ନାଥଙ୍କ ଠାରେ ନିଜର ଭକ୍ତିପୂତ ଅର୍ଘ୍ୟ ଢାଳି ଶ୍ରୀମନ୍ଦିରର ଗରୁଡ଼ ପଛରେ ରହି ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣାଇଛନ୍ତି। ଏ ପରିପ୍ରେକ୍ଷୀରେ କବି ବଳଦେବ ଭକ୍ତଙ୍କ ସହିତ ଭଗବାନଙ୍କ ସମ୍ପର୍କକୁ ଦର୍ଶାଇ ପ୍ରସଙ୍ଗକ୍ରମେ ବହୁ ପୌରାଣିକ କାହାଣୀ ଉପସ୍ଥାପନ କରି ସ୍ରଷ୍ଟା ମାନସର ପରିଚୟ ପ୍ରଦାନ କରିଛନ୍ତି, ଯାହାକି ଆଲୋଚ୍ୟ ବିଷୟ। ଜଣାଣର ପ୍ରଥମ ପର୍ଯ୍ୟାୟରେ କବି କ୍ଷୀର ସମୁଦ୍ରରେ ସାଇ ବିଷ୍ଣୁଙ୍କୁ ସ୍ମରଣ କରି ନିଜର ଭକ୍ତିମତାର ପରିଚୟ ପ୍ରଦାନ କରିଛନ୍ତି। ଏପରିକି ଜଗନ୍ନାଥଙ୍କ କ୍ଷୀର ସମୟ ସିନ୍ଧୁ ଜେମା ପ୍ରାଣବନ୍ଧୁ ବୋଲି କବି ସମ୍ବୋଧନ କରି ଲକ୍ଷ୍ମୀକାନ୍ତ କମଳ ନୟନକୁ ଭକ୍ତିପୂର୍ଣ୍ଣ ଅର୍ଘ୍ୟ ପ୍ରଦାନ କରିଛନ୍ତି। ଏହି ପ୍ରସଙ୍ଗରେ କବି ଲକ୍ଷ୍ମୀ ପୁରାଣ କଥାକୁ ସ୍ମରଣକୁ ଆଣି ସୂଚନାତ୍ମକ ଭାବେ ପ୍ରଦାନ କରି ଭକ୍ତିପୂର୍ଣ୍ଣ ଅର୍ଘ୍ୟ ପ୍ରଦାନ କରିଛନ୍ତି। ଏହି ପ୍ରସଙ୍ଗରେ କବି ଲକ୍ଷ୍ମୀ ପୁରାଣ କଥାକୁ ସ୍ମରଣକୁ ଆଣି ସୂଚନାତ୍ମକ ଭାବେ ପ୍ରଦାନ କରି ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଉପସ୍ଥାପନ କରିଛନ୍ତି। କ୍ଷୀରସାଗର ସମୁତା ଲକ୍ଷ୍ମୀ ହିଁ ଜଗନ୍ନାଥଙ୍କର ଧର୍ମପତ୍ନୀ। ଫଳରେ କବି ସଂସ୍କୃତିର ପୁନରୁଦ୍ଧାର କବି ଦେଶପ୍ରାଣତାର ପରିଚୟ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କବି ବିବିଧ ପୌରାଣିକ ପ୍ରସଙ୍ଗ ବର୍ଣ୍ଣନା କରି ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଉଜ୍ଜୀବିତ କରିଛନ୍ତି। ଯୁଗେ ଯୁଗେ ଭଗବାନ କିପରି ଭକ୍ତର ସାହା ଭରସା ରୂପେ ଦଣ୍ଡାୟମାନ ହୋଇ ତାଙ୍କୁ ବିପଦରୁ ଉଦ୍ଧାର କରିଛନ୍ତି, ତାହାର ନିଚ୍ଛକ ପ୍ରମାଣ ଏଠାରେ ପ୍ରଦାନ କରି ପୌରାଣିକ କାହାଣୀର ପୁନରୁଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ପ୍ରସଙ୍ଗକ୍ରମେ କବି ଶ୍ରୀମଦ୍ ଭଗବତରୁ ବ୍ୟାଧ ଓ ମୃଗୁଣୀ ପ୍ରସଙ୍ଗ ଉଦ୍ଧାର କରି ଭଗବାନଙ୍କ ସହିତ ଭକ୍ତର ସମ୍ପର୍କକୁ ଉଜ୍ଜୀବିତ କରାଇଛନ୍ତି। ମୃଗୁଣୀ ବ୍ୟାଧ କବଳରୁ ନିଜକୁ ରକ୍ଷା କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରିବାରେ ଠାକୁର ଭକ୍ତର ଦୁଃଖକୁ ଲାଘବ କରି ତାକୁ ବିପଦମୁକ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କବି ଗଜ କୁମ୍ଭୀର ଉପାଖ୍ୟାନକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଗଭୀର ଜଳରେ ଗଜ କୁମ୍ଭୀର କବଳରେ ପଡ଼ି ଜଗନ୍ନାଥଙ୍କୁ ଧ୍ୟାନ କରିବାରୁ ସେ ବିପଦମୁକ୍ତ ହୋଇଛି। ପୌରାଣିକ କାହାଣୀ ଅନୁଯାୟୀ ଗଜ ହେଉଛି ଦ୍ରାବିଡ଼େଶ୍ୱର ରାଜା ଇନ୍ଦ୍ରଦ୍ୟୁମ୍ନ ଓ କୁମ୍ଭୀର ହେଉଛି ଅଭିଶାପ ପ୍ରାପ୍ତ କୁହୁ-କନ୍ଦର୍ପ। ସେ ନାରାୟଣଙ୍କ ଚକ୍ରରେ ନିହତ ହୋଇ ଶାପମୁକ୍ତ ହୋଇଥିଲା। ପୌରାଣିକ ଆଖ୍ୟାନ ଅନୁଯାୟୀ ଅଗସ୍ତ୍ୟ ମୁନି ଗନ୍ଧର୍ପ ଉପରେ ଅସନ୍ତୁଷ୍ଟ ହୋଇ ଖାଦ୍ୟ ପ୍ରଦାନରେ ସେ ମାନବ ଜନ୍ମରୁ କୁମ୍ଭୀର ଜନ୍ମ ଲାଭ କରିଥିଲା। ମାତ୍ର ନାରାୟଣଙ୍କ ଆୟୁଧ ସ୍ପର୍ଶରେ ସେ ମୁକ୍ତିଲାଭ କରିଥିଲା। ବରୁଣ ହ୍ରଦରେ ସେହି ହସ୍ତୀ ଜଳପାନ କରୁଥିବା ସମୟରେ କୁମ୍ଭୀର ଗ୍ରାସ କରିଛି। ଗଜର ବିକଳ କ୍ରନ୍ଦନ ଶୁଣି ନାରାୟଣ ଗରୁଡ଼ ପୃଷ୍ଠରେ ଆସି ଗଜକୁ କୁମ୍ଭୀର କବଳରୁ ଉଦ୍ଧାର କରିଥିଲେ। ନାରାୟଣଙ୍କ ଚକ୍ରରେ କୁମ୍ଭୀର ନିହତ ହୋଇ ଶାପମୁକ୍ତ ହୋଇଥିଲା। କବି ପ୍ରସଙ୍ଗକ୍ରମେ ମହାଭାରତରେ ବର୍ଣ୍ଣିତ ଦ୍ରୌପଦୀଙ୍କ ବସ୍ତ୍ର ହରଣ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। କୁରୁ ଚୂଡ଼ାମଣି ଦୁର୍ଯ୍ୟୋଧନଙ୍କ ଆଦେଶରେ ଭାଇ ଦୁଶାସନ କୁରୁସଭା ତଳେ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିବା ପାଇଁ ଉଦ୍ୟମ ହୋଇଥିଲେ। ସେହି ସମୟରେ ଦ୍ରୌପଦୀ ନିଜ ଶକ୍ତି ଉପରୁ ବିଶ୍ୱାସ ତୁଟାଇ ଏହି ବିପଦରୁ ଉଦ୍ଧାର ପାଇବା ନିମନ୍ତେ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ। ଜଗନ୍ନାଥ ଦ୍ରୌପଦୀର ଆକୁଳ ନିବେଦନ ଶୁଣି ତାଙ୍କୁ କଟିବସ୍ତ୍ର ପ୍ରଦାନ କରି ତାଙ୍କର
ଲଜ୍ଜା ନିବାରଣ କରିଥିଲେ। ଏଣୁ କବିଙ୍କ ଭାଷାରେ ନୃପ ସଭା ମଧ୍ୟରେ ଅସ୍ଥିର ହୁଅନ୍ତେ ଦ୍ରୁପଦ ସୁତା ଆବର ଧ୍ୟାନରୁ ଆନ କିଛି କରିବାର କାନ ଶୁଣି ନାହିଁ ମୋର। ହେ ମହାପ୍ରଭୁ ହିତେ ଯେ ଥାଅ ନିରତେ ଲାଞ୍ଚ ଦେଇଥିଲେ କାଞ୍ଚନ କେତେ କି ପାଞ୍ଚ ପଣ୍ଡୁ ରାଜା ସୁତେ। ଏହି ପ୍ରସଙ୍ଗରେ କବି ଧ୍ୟାନ ଭକ୍ତିର ମହତ୍ତ୍ୱକୁ ବର୍ଣ୍ଣନା କରିବା ସହିତ ଭଗବାନ ଶ୍ରୀକୃଷ୍ଣ ଓ ପାଣ୍ଡବଙ୍କ ସମ୍ପର୍କକୁ ବର୍ଣ୍ଣନା କରି ଭକ୍ତିମତାର ପରିଚୟ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କବି ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧରୁ କୃଷ୍ଣ ଲୀଳା ସମ୍ପର୍କିତ କେତେକ ପ୍ରସଙ୍ଗ ଉପସ୍ଥାପନ କରି ଭକ୍ତଙ୍କ ପ୍ରତି ଭଗବାନଙ୍କ ସ୍ନେହ ଶ୍ରଦ୍ଧାକୁ ପ୍ରକଟିତ କରିଛନ୍ତି। ଗୋପପୁରରେ କଂସ ରାଜାଙ୍କ ମାଲ୍ୟାଣୀ କୁବ୍ଜା ଶ୍ରୀକୃଷ୍ଣଙ୍କୁ ଚନ୍ଦନ ବେଶ କରାଇ ତାଙ୍କର ଅଙ୍ଗ ସ୍ପର୍ଶ କରି ଅପୂର୍ବ ସୌନ୍ଦର୍ଯ୍ୟ ଲାଭ କରି ଶାପମୁକ୍ତ ହୋଇଥିଲେ। ସେହିପରି କଂସର ରଜକ ଶ୍ରୀକୃଷ୍ଣଙ୍କୁ ବସ୍ତ୍ର ନ ଦେଇ ବୈରଭାବ ପ୍ରଦର୍ଶନ କରିବାରେ ଅଭିଯୋଗ କରିବାରେ ଶ୍ରୀକୃଷ୍ଣଙ୍କ ଅଙ୍ଗ ସ୍ପର୍ଶରେ ସେ ତାର ଦୃଷ୍ଟିଶକ୍ତି ପ୍ରାପ୍ତ ହୋଇଥିଲା। ଶ୍ରୀମଦ୍ ଭଗବତରେ ବର୍ଣ୍ଣିତ ଯାମଳାର୍ଜୁନ ବୃତ୍ତାନ୍ତ ଏଠାରେ କବି ପ୍ରସଙ୍ଗ କ୍ରମେ ଅବତାରଣ କରିଛନ୍ତି। ପୁରୁଣା ବର୍ଣ୍ଣିତ ନଳ କୁବେର ଓ ମଣିଗ୍ରୀବ କଠୋର ତପସ୍ୟା ବଳରେ ସଦାଶିବଙ୍କୁ ସନ୍ତୁଷ୍ଟ କରି ଅପସରୀମାନଙ୍କୁ ରମଣ କରିବା ନିମନ୍ତେ ବର ଲାଭ କଲେ। ବାରୁଣୀ ମଦ୍ୟପାନ କରି ସେମାନେ ଗଙ୍ଗା ନଦୀରେ ଅପସରୀମାନଙ୍କ ସହିତ ନାନାଦି କ୍ରୀଡ଼ା କରୁଥିବା ସମୟରେ ନାରଦଙ୍କ ଦୃଷ୍ଟି ପଥାରୂଢ଼ ହୋଇଥିଲା। ଫଳରେ ନାରଦ କ୍ରୋଧାନ୍ୱିତ ହୋଇ ସେ ଦୁହିଁଙ୍କୁ ଅଭିଶାପ ଦେଲେ ଯେ ଗୋପପୁରରେ ଯାମଳାର୍ଜୁନ ବୃକ୍ଷ ହୋଇ ଜନ୍ମଲାଭ କରିବେ ଓ କୃଷ୍ଣ ଅବତାରରେ ଭଗବାନଙ୍କ ଅଙ୍ଗ ସ୍ପର୍ଶ ପାଇ ଶାପମୁକ୍ତ ହେବେ। ଏଣୁ କୃଷ୍ଣଙ୍କର ବାଲ୍ୟ ଲୀଳା ପ୍ରସଙ୍ଗରେ କୃଷ୍ଣ ଅଝଟ ହେବାରେ ମାତା ଯଶୋଦା ତାଙ୍କୁ ଏହି ଯାମଳାର୍ଜୁନ ବୃକ୍ଷରେ ବାନ୍ଧି ଦେଇଥିଲେ। ଫଳରେ କୃଷ୍ଣ ବଳପୂର୍ବକ ସେହି ବୃକ୍ଷକୁ ଟାଣି ଆଣିବାରେ ତାହା ଉପୁଡ଼ି ତଳେ ପଡ଼ିଗଲା ଓ କୁବେରଙ୍କ ପୁତ୍ରଦ୍ୱୟ ଶାପମୁକ୍ତ ହେଲେ। ପ୍ରସଙ୍ଗକ୍ରମେ କବି ଭଗବତ୍ ନିଃସୃତ ପ୍ରହ୍ଲାଦ ପ୍ରସଙ୍ଗ ଅବତାରଣ କରିଛନ୍ତି। ହିରଣ୍ୟକଶିପୁ ପ୍ରହ୍ଲାଦକୁ ମାରିବା ନିମନ୍ତେ ନାନା ଅପଚେଷ୍ଟା କରିବାରେ ଭଗବାନ ନୃସିଂହ ଅବତାର ଗ୍ରହଣ କରି ଏକ ଖମ୍ବ ମଧ୍ୟରୁ ନିର୍ଗତ ହୋଇ ହିରଣ୍ୟକଶିପୁଙ୍କୁ ମାରି ପ୍ରହ୍ଲାଦକୁ ଉଦ୍ଧାର କରିଥିଲେ। ପରିଶେଷରେ ପ୍ରହ୍ଲାଦ ଭଗବାନଙ୍କ କରୁଣା ଲାଭ କରି ବିପଦମୁକ୍ତ ହୋଇଥିଲା। କବି ପ୍ରସଙ୍ଗ କ୍ରମେ ରାମାୟଣର କାହାଣୀକୁ ଏଠାରେ ଉପସ୍ଥାପନ କରିଛନ୍ତି। ରାମଚନ୍ଦ୍ର ବନବାସ କାଳରେ ଶାପଗ୍ରସ୍ତ ପଥର ମୂର୍ତ୍ତି ଅହଲ୍ୟାକୁ ପାଦସ୍ପର୍ଶ ଦେଇ ତାଙ୍କୁ ଜୀବନ ଦାନ ପ୍ରଦାନ କରିଥିଲେ। ଗୌତମ ଋଷିଙ୍କ ପତ୍ନୀ ଅହଲ୍ୟା ସ୍ୱାମୀଙ୍କ ଅଭିଶାପରେ ଶିଳାଭୂତ ହୋଇ ଆଶ୍ରମରେ ପଡ଼ି ରହିଥିଲେ। ରାମଚନ୍ଦ୍ର ସେହି ପଥ ଦେଇ ମିଥିଳା ଗମନ କରିବା ସମୟରେ ତାଙ୍କର ପାଦସ୍ପର୍ଶରେ ଶିଳାରୂପୀ ଅହଲ୍ୟା ପୁନଶ୍ଚ ମାନବ ଜୀବନ ପ୍ରାପ୍ତ ହୋଇଥିଲା। ସେହିପରି କବି ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧରେ ଦ୍ୱାରକା ଲୀଳାରେ ସୁଦାମା ବ୍ରାହ୍ମଣ ପ୍ରସଙ୍ଗକୁ ଉଦ୍ଧାର କରି ଭକ୍ତ ଭଜନରେ ସ୍ଥାନିତ କରିଛନ୍ତି। ଦରିଦ୍ର ସୁଦାମା ସଖା ଶ୍ରୀକୃଷ୍ଣଙ୍କୁ ମୁଠାଏ
ଖୁଦ ଭଜା ଦେଇ ଭଗବାନଙ୍କ କରୁଣା ଲାଭ କରି ବିତ୍ତଶାଳୀ ହୋଇପାରିଥିଲେ। ଏଣୁ କବିଙ୍କ ବର୍ଣ୍ଣନାରେ କେବଳ ସୁଦାମା ନିଜ ଶକ୍ତି ଅନୁରୂପ ଆଚରିଲେ। କଣିକାଏ ଖୁଦ ନଜର ଦେବାରୁ ଫଳ ତାଦୃଶ ଲଭିଲେ ହେ ମହାପ୍ରଭୁ। ତଦନୁରୂପ ଭକ୍ତ ଅଜାମିଳ ପ୍ରସଙ୍ଗ କବିଙ୍କ ଜଣାଣରେ ଅବତାରଣା କରାଯାଇ ପୁରାଣ ପ୍ରସଙ୍ଗର ପୁନରୁଦ୍ଧାର କରାଯାଇଛି। ଏହିପରି ଭାବରେ ଭକ୍ତ କବି କବିସୂର୍ଯ୍ୟ ବଳଦେବ ରଥ ପ୍ରସଙ୍ଗ କ୍ରମେ ପୁରାଣ ବର୍ଣ୍ଣିତ ବିଭିନ୍ନ କାହାଣୀ କିମ୍ବଦନ୍ତୀ ଓ ଉପାଖ୍ୟାନମାନ ଅବତାରଣା କରି ଜଗନ୍ନାଥ ଜଣାଣର ସୌଧ ନିର୍ମାଣ କରିଛନ୍ତି। ଅପର ପକ୍ଷରେ କବି ନିଜର ଯନ୍ତ୍ରଣାଯୁକ୍ତ ଜୀବନରୁ ପରିତ୍ରାଣ ପାଇଁ ଜଗନ୍ନାଥଙ୍କୁ ସ୍ମରଣ କରି ନିଜର ଭକ୍ତିମତାର ପରିଚୟ ପ୍ରଦାନ କରିଛନ୍ତି। ତା ସହିତ ଏଠାରେ କବିଙ୍କ ପୌରାଣିକ ଜ୍ଞାନର ପରିଚୟ ମିଳିଛି। ଏସବୁ ଦୃଷ୍ଟିରୁ ବିଚାର କଲେ ଭକ୍ତ କବି ବଳଦେବ ରଥ ରଚିତ ଜଗନ୍ନାଥ ଜଣାଣ କବିତାରେ ପୌରାଣିକ ଆଖ୍ୟାନ କିମ୍ବଦନ୍ତୀ ଓ ବିବିଧ କାହାଣୀର ମଞ୍ଜୁଳ ସମନ୍ୱୟ ଘଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କ୍ୱେଶ୍ଚନ୍ ନମ୍ବର 3, ଜଗନ୍ନାଥ ଜଣାଣ କବିତାକୁ ଭିତ୍ତି କରି କବିସୂର୍ଯ୍ୟ ବଳଦେବ ରଥଙ୍କ ଭକ୍ତିମତା ପରିଚୟ ପ୍ରଦାନ କର। ସଙ୍ଗୀତ ଯୁଗର କବି ବଳଦେବ ରଥ ଓଡ଼ିଆ ଜଗତର ଏକ ଅମ୍ଳାନ ପ୍ରତିଭା। ସେ ଜୀବନ କାଳ ମଧ୍ୟରେ ରାଶି ରାଶି କ୍ଷୁଦ୍ର କ୍ଷୁଦ୍ର କବିତା ଭଜନ ରଚନା କରି ଅଗଣିତ ଭକ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଛନ୍ତି। ସେ ତାଙ୍କର ସାହିତ୍ୟ କୃତିରେ ପ୍ରାଚୀନ ସାହିତ୍ୟର ଧାରାକୁ ଅନୁସୃତ କରିଥିଲେ ହେଁ ଆଧୁନିକ ଯୁଗ ସାହିତ୍ୟର ଧାରାକୁ ପରିହାର କରିପାରି ନାହାନ୍ତି। ଏ ପରିପ୍ରେକ୍ଷୀରେ ତାଙ୍କର ରଚିତ କ୍ଷୁଦ୍ର କବିତା ଜଗନ୍ନାଥ ଜଣାଣ ଏକ ଅନବଦ୍ୟ କୃତି। ଏଥିରେ କବିଙ୍କର ଜଗନ୍ନାଥଙ୍କ ପ୍ରତି ପ୍ରଗାଢ଼ ଭକ୍ତି ସୃଷ୍ଟିକୁ ରସସିକ୍ତ କରିଛି। ଫଳରେ କବିଙ୍କର ଭକ୍ତିମତାର ପରିଚୟ ମିଳିଛି। ଜୀବନ ଯନ୍ତ୍ରଣାରେ ଜର୍ଜରିତ କରି ନିଜର ଭକ୍ତିମତାର ପରିଚୟ ପ୍ରଦାନ କରିଛି। ନିଜକୁ ଜଗନ୍ନାଥଙ୍କ ଠାରେ ସମର୍ପଣ କରିଦେଲେ ହିଁ ଫଳ ପ୍ରାପ୍ତିରେ ନିରାଶ ହୋଇ ଅଭିମାନ ସ୍ୱରରେ ଜଗନ୍ନାଥଙ୍କୁ ଗାଳି ଦେଇଛି। ଆଲୋଚ୍ୟ କବିତାରେ ଜଗନ୍ନାଥଙ୍କ ପକ୍ଷପାତୀ ବିଚାରକୁ କବି ହୃଦୟଙ୍ଗମ କରି କବିତା ମାଧ୍ୟମରେ ସେ ତାଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି। ହୁଏତ ଜଗନ୍ନାଥଙ୍କ ପକ୍ଷପାତ ନୀତିକୁ କବି ସମାଲୋଚନା ମାଧ୍ୟମରେ ପ୍ରକାଶ କରି ଅପର ପକ୍ଷରେ ଜଗନ୍ନାଥଙ୍କ ଅପୂର୍ବ ମହିମା ଓ କରୁଣାକୁ ଏଠାରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। କବିଙ୍କ ଦୃଷ୍ଟିରେ ଜଗନ୍ନାଥ ହେଉଛନ୍ତି ଜଗତର ନାଥ, ପତିତ ପାବନ ଓ ତାଙ୍କର ସମସ୍ତଙ୍କ ପ୍ରତି ସମଭାବାପନ୍ନ କରୁଣା ପ୍ରଦର୍ଶନ ନିହିତ। ମାତ୍ର ତାଙ୍କ ପକ୍ଷପାତ ନୀତି କବିଙ୍କୁ ଅତିଷ୍ଠ କରିଛି। ସେ ଅଭିମାନରେ ଜଗନ୍ନାଥଙ୍କୁ ପ୍ରଶ୍ନ କରିଛନ୍ତି। ଯଥାର୍ଥରେ ଉଲ୍ଲେଖ କରିଛନ୍ତି ଯେ କେ କି କଲା ମୁଁ ନ କଲି, କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି ଏ ସରି ହେଲି। ଏହାଦ୍ୱାରା ସ୍ୱାଭିମାନୀ କବି ହୃଦୟରେ ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ଉଦ୍ରେକ ହେବା ସଙ୍ଗେ ସଙ୍ଗେ ତାଙ୍କର ଭକ୍ତିମତାର ପରିଚୟ ମିଳିଛି। ଏହି ଭକ୍ତି ମାଧ୍ୟମରେ କବି ହୃଦୟର ଅଭିମାନ ରଞ୍ଜିତ ଭାବଧାରା ପ୍ରକଟିତ ହୋଇଛି। ଭକ୍ତ କବି ବଳଦେବ ପ୍ରସଙ୍ଗ କ୍ରମେ ଏଠାରେ କେତେକ ପୌରାଣିକ ଉପାଖ୍ୟାନକୁ ବର୍ଣ୍ଣନା କରି ସଂସ୍କୃତିର ପୁନରୁଦ୍ଧାର ସହିତ କବିଙ୍କ ଭକ୍ତିମତାର ପରିଚୟ ମିଳିଛି। ଜଙ୍ଗଲରେ ବ୍ୟାଧି କବଳିତ ମୃଗୁଣୀ ବିପଦରେ ପଡ଼ି ଜଗନ୍ନାଥଙ୍କୁ ନାମମାତ୍ର ସ୍ମରଣ କରି ବିପଦରୁ ଉଦ୍ଧାର ପାଇଥିଲା। ସେହିପରି କବି କୁମ୍ଭୀର ମୁହଁରୁ ଗଜକୁ ଉଦ୍ଧାର କରିବା ପ୍ରସଙ୍ଗରେ ଯଥାର୍ଥରେ ଲେଖିଛନ୍ତି। ଦେଖିଲେ ସରୋବର ଜଳେ ଗଜେନ୍ଦ୍ର ତା କାତର ଆକୁଳେ, ଜଳରେ ରହିଛି ମଗନ କେବଳ ଦିଶଇ ବଦନ, ସ୍ୱର୍ଣ୍ଣ ପଦ୍ମ ଉଚ୍ଚେ କର ଡାକଇ ରଖ ଚକ୍ରଧର।
ନାରାୟଣ ସେହି ଜଳ ମଧ୍ୟରେ ପଶି କୁମ୍ଭୀରକୁ ନିହତ କଲେ ଓ ଗଜକୁ ଉଦ୍ଧାର କଲେ। ସେହିପରି କୁରୁସଭା ତଳେ ପାପମତୀ ଦୁଃଶାସନ ଭାଇ ଦୁର୍ଯ୍ୟୋଧନଙ୍କ ନିର୍ଦ୍ଦେଶରେ ଦ୍ରୌପଦୀଙ୍କୁ ବିବସ୍ତ୍ର କରାଇବାର ପ୍ରୟାସ ନାରାୟଣଙ୍କ ହସ୍ତକ୍ଷେପରେ ଚରିତାର୍ଥ ହୋଇପାରିନଥିଲା। ଦ୍ରୌପଦୀ ବିବସ୍ତ୍ର କାଳରେ ନିଜର ଉପରୁ ଆସ୍ଥା ତୁଟାଇ ବିକଳରେ ବିପଦରୁ ଉଦ୍ଧାର ପାଇବା ନିମନ୍ତେ ନାରାୟଣଙ୍କୁ ଡାକି ନେବାରେ ଶ୍ରୀକୃଷ୍ଣଙ୍କୁ କଟିବସ୍ତ୍ର ପ୍ରଦାନ କରି ତାଙ୍କର ଲଜ୍ଜା ନିବାରଣ କରିଥିଲେ। କେବଳ ସେତିକି କାହିଁକି, କୃଷ୍ଣ ଲୀଳା ସମୟରେ ଶ୍ରୀକୃଷ୍ଣ କଂସପୁରରେ ପ୍ରବେଶ କରିବା ସମୟରେ ମାଲ୍ୟାଣୀ କୁବ୍ଜା ତାଙ୍କୁ ଚନ୍ଦନ ଚର୍ଚ୍ଚିତ କରି ସୁବେଶ କରାଇଥିଲେ। କୃଷ୍ଣଙ୍କର ଅଙ୍ଗ ସ୍ପର୍ଶ ପାଇ କୁବ୍ଜା ନିଜର ଉତ୍ସିତ ରୂପ ହୋଇ ଶାପମୁକ୍ତ ହେବା ପୂର୍ବକ ଅପୂର୍ବ ସୌନ୍ଦର୍ଯ୍ୟର ନାରୀ ମୂର୍ତ୍ତି ପାଲଟି ଯାଇଥିଲେ। ବ୍ରଜଧାମରେ ଜନୈକ ଅନ୍ଧକୁ ଚକ୍ଷୁଦାନ ଓ ରଜକକୁ ଆଘାତ ଦେଇ ତାର ମୋକ୍ଷ ପ୍ରାପ୍ତ କରାଇବାରେ ଶ୍ରୀକୃଷ୍ଣ ଭକ୍ତର ମନସ୍କାମନା ପୂରଣ କରିଥିଲେ। ନାରଦଙ୍କ ଅଭିଶାପରେ ନଳ କୁବେର ଓ ମହିଷ୍ରବ ଜାମଳାର୍ଜୁନ ବୃକ୍ଷରେ ପରିଣତ ହୋଇଥିଲେ। ଗୋପପୁରରେ କୃଷ୍ଣଙ୍କ ବାଲ୍ୟ ଲୀଳା ସମୟରେ ମାତା ଯଶୋଦା କୃଷ୍ଣଙ୍କୁ ଅଝଟପଣରୁ ପ୍ରଶମିତ କରିବା ନିମନ୍ତେ ଜାମଳାର୍ଜୁନ ବୃକ୍ଷରେ ବାନ୍ଧି ଦେଇଥିଲେ। ଶ୍ରୀକୃଷ୍ଣ ସେହି ବୃକ୍ଷକୁ ଉପାଡ଼ି ସେହି ଦୁଇ ଭାଇଙ୍କୁ ଶାପମୁକ୍ତ କରିଥିଲେ। ନୃସିଂହ ଅବତାରରେ ଭଗବାନ ହିରଣ୍ୟକଶ୍ୟପକୁ ନିପାତ କରି ଭକ୍ତ ପ୍ରହ୍ଲାଦକୁ ରକ୍ଷା କରିଥିଲେ। ଗୌତମ ଋଷିଙ୍କ ଅଭିଶାପରେ ତାଙ୍କର ସୁନ୍ଦରୀ ସ୍ତ୍ରୀ ଅହଲ୍ୟା ଶାପ ପାଇ ଆଶ୍ରମରେ ପଥର ହୋଇ ପଡ଼ିଥିଲା। ରାମ ଅବତାରରେ ଭଗବାନ ବନବାସ ସମୟରେ ମିଥିଳା ଗମନ ସମୟରେ ଆଶ୍ରମରେ ପଦାର୍ପଣ କରି ତାଙ୍କ ପଦସ୍ପର୍ଶରେ ଅହଲ୍ୟା ପାଷାଣ ଜୀବନରୁ ମୁକ୍ତି ପାଇ ପୁନଃ ନାରୀ ଜୀବନ ଲାଭ କରିଥିଲେ। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ସଖା ସୁଦାମା ଶ୍ରୀକୃଷ୍ଣଙ୍କୁ କଣିକାଏ ଖୁଦ ଭଜା ଦେଇ ତାଙ୍କର କରୁଣା ଲାଭ ପୂର୍ବକ ଅପୂର୍ବ ଧନ ସମ୍ପତ୍ତିର ମାଲିକ ହୋଇଥିଲେ। ଏଣୁ କବିଙ୍କ ଭାଷାରେ କେବଳ ସୁଦାମା ଦ୍ୱିଜ ନିଜ ଶକ୍ତି ଅନୁରୂପ ଆଚରିଲେ କଣିକାଏ ଖୁଦ ନଜର ଦେବାରୁ ଫଳ ତାଦୃଶ ଲଭିଲେ ହେ ମହାପ୍ରଭୁ ଆଉ କିଏ କି କଲା କହ କାହା କାମ କୁମ୍ଭ ପରି ନାହିଁ ତୁମ୍ଭ ଅହେତୁକ ଅନୁଗ୍ରହ। ଯୁଗେ ଯୁଗେ ଭଗବାନ ହେଉଛନ୍ତି ଭକ୍ତଙ୍କର। ତାଙ୍କର ଯାହା ପ୍ରତି ଆଶୀର୍ବାଦ ଓ ଶ୍ରଦ୍ଧା ଥାଏ ସେ ତାଙ୍କଠାରୁ କରୁଣା ଲାଭ କରେ। ଏଣୁ କବି ଏଠାରେ ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ପ୍ରଭୁଙ୍କ କରୁଣା ଗାନ କରିବା ସହିତ ଭକ୍ତଙ୍କର ସହିତ ଭଗବାନଙ୍କ ସମ୍ପର୍କକୁ ଉପସ୍ଥାପନ କରିଛନ୍ତି। ଏପରିକି ଅଜାମିଳ ମହାପାପୀ ଅଥଚ ସେ ମୃତ୍ୟୁ ସମୟରେ ନାରାୟଣ ନାମକୁ ସ୍ମରଣ କରି ବୈକୁଣ୍ଠ ପ୍ରାପ୍ତ ହୋଇଥିଲା। ହୁଏତ ସେ ପାପୀ ଜନ ଭଗବାନଙ୍କ ନାମ ସ୍ମରଣ ତା ଜାତିରେ ନାହିଁ, ମାତ୍ର ସାନ ପୁଅର ନାମ ନାରାୟଣ ହେତୁ ସେ ତାକୁ ଡାକି ଡାକି ଯମଦଣ୍ଡରୁ ନିସ୍ତାର ପାଇଲା। ଯମଦୂତମାନେ ତାର ଆତ୍ମାକୁ ନେବା ପାଇଁ ଘେରି ରହିଲେ ହେଁ ପରିଶେଷରେ ବିଷ୍ଣୁଦୂତମାନେ ଆସି ତାଙ୍କୁ ବୈକୁଣ୍ଠପୁରକୁ ନେଇଯାଇଥିଲେ। ଏ ପରିପ୍ରେକ୍ଷୀରେ କବି ବିଭିନ୍ନ ଦୃଷ୍ଟାନ୍ତ ଦେଇ ଜଗନ୍ନାଥଙ୍କୁ କହିଛନ୍ତି ସେ ଅନ୍ୟମାନଙ୍କ ପ୍ରତି ନିଜର କରୁଣା ପ୍ରଦର୍ଶନ କରିଥିଲେ ହେଁ କବିଙ୍କ ପ୍ରତି ନିର୍ଦ୍ଦୟ ତାଙ୍କୁ ମ୍ରିୟମାଣ କରିଦେଇଛି। କାରଣ
କାରଣ କବି ମଧ୍ୟ ଜଗନ୍ନାଥଙ୍କ ଭକ୍ତ। ତାଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ସର୍ବଦା ଅତୁଟ ରହିଛି। ସେଥିପାଇଁ କବି କେବେ କାର୍ପଣ୍ୟବୋଧ କରିନାହାନ୍ତି। ବରଂ ଜଗନ୍ନାଥଙ୍କର ତାଙ୍କ ପ୍ରତି ହୃଦୟ ନଥିବା ସେ ହୃଦୟଙ୍ଗମ କରିଛନ୍ତି। ତଥାପି ସେ ଜଗନ୍ନାଥଙ୍କ ପ୍ରତି ଭକ୍ତି ଅର୍ଘ୍ୟ ପ୍ରଦର୍ଶନ ପୂର୍ବକ ତାଙ୍କର ନାମ ଧରି ପାପ ଜଗତରୁ ନିଜର ଉଦ୍ଧାର ନିମନ୍ତେ ପ୍ରୟାସ କରିଛନ୍ତି। ଏଣୁ କବି ଆକୁଳ କଣ୍ଠରେ ଜଗନ୍ନାଥଙ୍କୁ ନିବେଦନ କରି କହିଛନ୍ତି, ସବୁ ତୁମ୍ଭ ଇଚ୍ଛା ସିନା, ରଖ ବା ନରଖ ମୋହରେ ଗତିତ ପତିତ ପାବନ ବାନା। ଶେଷରେ କବି ନିଜକୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରି ଭବସାଗରରୁ ପାରି ହେବା ନିମନ୍ତେ ଆକୁଳ ନିବେଦନ କରିଛନ୍ତି। ଜଗନ୍ନାଥଙ୍କ ପାଦପଦ୍ମରେ ଭରସା ରଖି ନିଜର ଜୀବନ ତରି ବାହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ଜଗନ୍ନାଥ ଜଣାଣ କବିତା ଅବଲମ୍ବନରେ କବି ବଳଦେବ ରଥ ଭକ୍ତିମତାର ପରିଚୟ ମିଳିଛି। ଅଭିମାନ ବ୍ୟଞ୍ଜିତ ଭକ୍ତ ହୃଦୟର ଯଥାର୍ଥ ସ୍ମାରକୀ ହେଉଛି ଜଗନ୍ନାଥ ଜଣାଣ କବିତା, ଯାହାକି ଦ୍ୱିମତର କାରଣ ନାହିଁ। ଆଜିର ଆଲୋଚନା ଏତିକିରେ ସମାପ୍ତ କରୁଛି। ପରବର୍ତ୍ତୀ ଭିଡ଼ିଓରେ କ୍ୱେଶ୍ଚନ୍ ନମ୍ବର 4 ଆଲୋଚନା କରିବି। ନମସ୍କାର।